ଜନ୍ମଟା ତ ଜାଣିଲି ଜନ୍ମଟା ଇଏ ଜନ୍ମ ମାନେ ଏଇ ଜନ୍ମ ଯୋଉ ଜନ୍ମରେ ତମେ ଜନ୍ମ ହେଇକି ଅଛ ଏଇଟା କୁହନ୍ତି ଇହ ଜନ୍ମ। ପର ଜନ୍ମ ମାନେ ମରିସାରିଲା ପରେ ଯୋଉ ଜନ୍ମ। ଜନ୍ମଟା ହଁ ପୂର୍ବ ଜନ୍ମ ମାନେ ତମ ଜନ୍ମ ପୂର୍ବରୁ ଯୋଉ ଜନ୍ମଟା ଥିଲା ପୂର୍ବ ଜନ୍ମ। ସେଇଟାକୁ କୁହାହଉଛି ପ୍ରାରବ୍ଧ କର୍ମ। ପ୍ରାରବ୍ଧ ଜନ୍ମ କଥା କହୁଛ ପୁଣି କର୍ମ କଥା କହିଲଟି। କର୍ମ ନାଇଁ ତିନି ନାଇଁ ଶୁଣ କର୍ମ ହଉଛି ତିନି ଭାଗରେ ବିଭକ୍ତ। ଗୋଟେ ଯଦି ସଞ୍ଚିତ, ଗୋଟେ କ୍ରିୟମାଣ, ଗୋଟେ ହଉଛି ପ୍ରାରବ୍ଧ। ବୁଝିଲେ କି ପୂର୍ବ ଆଜ୍ଞା ଜନ୍ମରେ ଯୋଉ ଆଜ୍ଞା କର୍ମ ହଉଛି ସେଇଟା ପ୍ରାରବ୍ଧ କର୍ମ। ବର୍ତ୍ତମାନ ଏଇ ଜନ୍ମରେ ଯାହାକୁ କରୁଛ ସେଇଟା କ୍ରିୟମାଣ କର୍ମ। ପର ଜନ୍ମରେ ଆଜ୍ଞା ଯୋଉ କର୍ମ ହବ ସେଇଟା କ୍ରିୟମାଣ ଜନ୍ମ। ତମର ପ୍ରଶ୍ନ ଟା କଣ? ମୋର ପ୍ରଶ୍ନ ପରା ସେଇଟା ଯେ ଇହ ଜନ୍ମଟା ସେଇଟା ପଚାରୁ। ଇହ ଜନ୍ମ ମାନେ ଆଉ ଏଇ ଜନ୍ମ। କର୍ମ ଅକର୍ମ ବିକର୍ମ। ହଁ ସେ ବିଷୟରେ ମୁଁ ଆଗରୁ ବହୁତ କହିସାରିଛି। ବର୍ତ୍ତମାନ ମୁଁ କହିପାରିବିନି। ତୁମେ ଗୁରୁ କରିଛ ନା? ଆଜ୍ଞା ଗୁରୁ କରିଛ ନା? କଣ କହିଲେ? ଗୁରୁ କରିଛ ନା? ଗୁରୁ ତ କରିନାହିଁ। ଆଉ ଗୁରୁ କରୁନା ଯଦି ତମେ ୟା ସେଠୁ ମତେ ପଚାର ନା। କଣ ତମେ ବୁଝିପାରିବନି। ଗୁରୁ ନ କଲେ ତମର ଜ୍ଞାନ ଘର ଫିଟିବ ନାହିଁ। ତମେ ବୁଝିପାରିବନି ଖାଲି ଶୁଣିପାରିବ। ୟା ସେଠୁ ମେଞ୍ଚେ ପଚାରିବ ମୁଁ ମେଞ୍ଚେ କହିବି ସେମିତିକା ଲୋକ ମୁଁ ନୁହେଁ। ମୁଁ ମେଞ୍ଚେ ବଜର ବଜର ହେମି। ମୁଁ ପ୍ରବଚନ ଦିଏ ନାହିଁ କି ମୁଁ ପାଣ୍ଡିତ୍ୟ ପଣିଆ ନୁହେଁ। ସେମିତି ଜିନିଷ ଯିଏ ଜାଣିଛନ୍ତି ତାଙ୍କୁ ପଚାର। ବୁଝିଲ ନା। ତମେ ଯଦି କିଛି ଜ୍ଞାନ କଥା ଜାଣିବ, ଶରୀମାର୍ଥ କଥା ଜାଣିବ, ମୁଁ ତା ଛଡା ଆଉ କିଛି ଜାଣିନି। ହେଲା ଶରୀମାର୍ଥ ଯଦି ଜାଣିବ ଗୁରୁ କର। ଗୁରୁ କରିସାରିକି ତମେ ଗୁରୁଙ୍କ ଠାରୁ ଅବଗତ ହୁଅ। ତାପରେ ଶରୀମାର୍ଥ ପଚାରିବ ମୁଁ କହିଦେବି। ଆଉ ଗୁରୁ ନ କରିକିରି ଗୁରୁ ନ କଲେ ହେଉ ଦବ କାହୁଁ ହୋଇବ ସଦଭାବ। ଆଉ ତମେ ଯାହା ପଚାରିବ ଗୁରୁ ତ କରୁନା। ତମେ ଯାହାକୁ ପଚାରିବ ସେଗୁଡା ସବୁ ବୃଥା କଥା। କର୍ମଟା ମୂଳ। ତମେ କାମ କର, ପ୍ରାକ୍ଟିକାଲ କର। ଥିଓରିରେ କଣ ଅଛି? ଓହୋ ସେମିତି ବହୁତ ପଣ୍ଡିତ ନାହାନ୍ତି କି? ବହୁତ ଭାଗବତ କହୁନାହାନ୍ତି କି? ବହୁତ ଜାଗାରେ ସବୁ ଆଲୋଚନା ହଉନାହିଁ କି? କିନ୍ତୁ ସେ ଆଲୋଚନା ହଉଛି ବୃଥା ଆଲୋଚନା। ଏଣେ କହୁଛନ୍ତି କଣ ଜାଣିଛ? ଆମ ଭାଗବତ ଲେଖା ହେଇଛି ଅଧର୍ମୀ ଉଚ୍ଚ ସ୍ଥାନେ ବସେ ଧର୍ମ ବୋଲିବେ ଉପଦେଶୀ। ଏଣେ କହିବେ ପିତାମାତା ସାକ୍ଷାତ ଈଶ୍ୱର। ତାଙ୍କର ସେବା ହିଁ ଈଶ୍ୱର ସେବା। ତାପରେ ତାଙ୍କ ଘରେ ଯାଇ ଦେଖିବାକୁ ବାପା ମାଆଙ୍କୁ ଭିନ୍ନ କରିଦେଇଥିବେ। କଣ ବୁଝିଲେ? ଆଜ୍ଞା ହଁ ଏଇଟା କଣ? ଏଇଟା ଖାଲି କହିବା ଭାଷଣ, ମୁଖ ଭାଷଣ, କର୍ମ ନୁହେଁ। ତେଣୁ ଯିଏ ପ୍ରକୃତ କର୍ମ କରୁଛି ତାଙ୍କ ପାଖକୁ ଯାଇ କର୍ମ କର। ବୁଝିପାରିଲ ନା। ଜଣେ ରାମକୃଷ୍ଣ ପରମହଂସ ପାଖକୁ ଗୋଟେ ସ୍ତ୍ରୀ ଲୋକ ଗଲା। ତା ପୁଅର କୁର୍ମି ରୋଗ ହେଇଛି। ତେଣୁ କୁର୍ମୀ ରୋଗ ହେଇଛି ତାକୁ ଚିନି ଖାଇବା ପାଇଁ ମନା କରିବାକୁ ପଡିବ। ତେଣୁ ସିଏ ମନା କରୁନାହାନ୍ତି। କାହିଁକି? ନା ସିଏ କହୁଛନ୍ତି ମୁଁ ତ ନିଜେ ଚିନି ଛାଡ଼ିନି ତାଙ୍କୁ ପୁଣି ଚିନି କଣ ତାକୁ ଛାଡ଼ିବା ପାଇଁ କହିବି। ମୁଁ ତ ନିଜେ ହଁ ଛାଡ଼ି ଠିକ ପାରୁଛି। କହିଲେ। ଅର୍ଥାତ୍ ମୁଁ ଯାହାକୁ ନ କରିପାରୁଛି ଅନ୍ୟ ଲୋକକୁ କରିବା ପାଇଁ କହିବି ନାହିଁ। କିନ୍ତୁ ଆଜ୍ଞା ଆଜିକାଲି ଯୋଉ ପ୍ରବଚକ ମାନେ ନିଜେ ଯାହାକୁ କରୁନାହାନ୍ତି ଅନ୍ୟ ଲୋକକୁ କହୁଛନ୍ତି ତମେ ସେଇଆ କର। ନିଜେ ମିଛ କଥା କହୁଥିବ ଅନ୍ୟ ଲୋକକୁ କହିବେ ତମେ ସତ୍ୟ କୁହ। ନିଜର ଆଚରଣ ଠିକ୍ ନଥିବ ଅନ୍ୟ ଲୋକକୁ ଭଲ ଆଚରଣ ଶିଖଉଛନ୍ତି। ଏ ସବୁ ମିଥ୍ୟା ଏବଂ ମାୟା କଳ୍ପନା। ବୁଝିଲ ନା। ତେଣୁ ଆଜ୍ଞା ଯିଏ ଆଚରଣଶୀଳ, ଯିଏ ସଦ୍ଗୁରୁ, ଯାହାଙ୍କର ଆଚରଣ ଶୁଦ୍ଧ, ବାକ୍ୟ ଶୁଦ୍ଧ, କଥା ଶୁଦ୍ଧ, ସେଇଭଳି ପ୍ରକାର ସଦ୍ଗୁରୁଙ୍କୁ ଦେଖିକି ତୁମେ ଗୁରୁ କର। ଗୁରୁ କରିକିରି ତମେ ସବୁ କଥା ବୁଝିବ। କଣ ପ୍ରୋବ୍ଲେମ? ପ୍ରୋବ୍ଲେମ ଏଇଆ କଣ ବାବା ମୁଁ ରାତିରେ ଶୋଇଲା ବେଳକୁ ଗୋଟେ ସାପ ଆସିକି କାମୁଡୁଛି ଏବେ। ହୁଁ। ଆ ସିଏ କାମୁଡ଼ିଲାଣି ତଥାପି 1.5 ବର୍ଷ ହେଲା ସିଏ ଚାଲିଛି ରେଗୁଲାର ପୁରା ମାନେ ରେଗୁଲାର ନୁହଁ ତଥାପି ମାସେ 1.5 ମାସରେ ଥରେ। କାଳ ସର୍ପ ଯୋଗ ଅଛି ତୋର। ନା ସେ ସବୁ ମୁଁ ସବୁ ମାନେ ପୋଥି ନା ଯୋଉ ଆମର ଯୋଉ ଜାତକ ଫାତକ ଭଲ ମନ୍ଦ ସବୁ ଦେଖେଇ ସାରିଲିଣି। ହୁଁ। ତାପରେ ଶିବ ମନ୍ଦିରରେ ନାଗଦାନ କଲି ଶିବ ପାର୍ବତୀ ବାହାଘର ହେଲା ସବୁ ସେ ସବୁ ସଇଲାଣି। ହୁଁ। ସରିବା ପରେ ଆପଣଙ୍କୁ ସେଦିନ ଦେଖୁଥିଲି ଭିଡିଓ ଦେଖୁ ଦେଖୁ ନମ୍ବର ଟା ଫୋନ କରେ ବାବାଙ୍କୁ ପଚାରେ କଣ ନା ବା କାମୁଡୁଛି। ଆଉ କାମୁଡିବନି ଦେଖା ତ ଯିବନି କାମୁଡିବ କେମିତି? ଆଜ୍ଞା। ପ୍ରଥମ ଦିନ ତତେ ଯୋଉଦିନ ସ୍ପର୍ଶ କାମୁଡିଲା କରିପାରିବନି। ଶୁଣୁ ତତେ ସ୍ପର୍ଶ କରିପାରିବନି। ଆଜ୍ଞା ଆଜ୍ଞା। ଏଇ ଯୋଉ ସ୍ୱପ୍ନରେ ତତେ କାମୁଡୁଛି ମାନେ ରକ୍ତ ବି ରହୁଛି ମାନେ ସକାଳୁ ଉଠି ଦାଗ ବି ଦେଖିବେ। ରକ୍ତ ହଉଛି ଦାଗ ଦେଖିବେ ତା ମାନେ ତମ ଘରେ ସାପ ଫାପ ଥିବ। ଘରେ ନୁହଁ ଯୋଉଠି ଗଲା ବେଳକୁ ସେଇଭଳିଆ ହଉଛି ଯୋଉଠିକି ଗଲା ବେଳକୁ। ଆଉ ତୁ ସେ କଥା କହୁଛୁ ମୁଁ ବୁଝୁଛି ମୁଁ ତତେ କହିଲି ତତେ ତୁ ଗୋଟେ କଥା କର ବିଭୂତି ପାଇବୁ ହେଲା ସେଟା ଆଜ୍ଞା। ତତେ ଆଉ ଦୃଶ୍ୟ ହବନି କି ଦାଗ ଫାଗ କିଛି ରହିବନି ତ ତତେ ସ୍ପର୍ଶ କରିପାରିବନି ହବ କେମିତି? ଯଦି ବି ଆପଣ କହିବେ ମୁଁ ଫଟୋ ଉଠେଇ ସବୁ ରଖିଛି ସେ ସାପର ଫଟୋ ଉଠେଇକି ରଖିଥିଲି ପ୍ରଥମ ଯେତେବେଳେ କାମୁଡିଥିଲା। ହୁଁ ତାପରେ ଆଉ ନା ନା ଯେତେ ଥର ସାପର ଯୋଉ ଫଟୋ ଉଠେଇଲୁ
ସେଟା ସତର ସାପ ଆସି କାମୁଡୁଛି। ସତରେ ମାନେ ପ୍ରଥମ ଯୋଉନ କାମୁଡ଼ିଲା ମତେ ହଁ ମୁଁ ଧର ବିଛଣାରେ ଶୋଇଥିଲି ସେ କାମୁଡିକି ବିଛଣା ତଳେ ଶୋଇଥିଲା। ମାନେ ସତ ସାପଟେ। ହଁ ହଁ ତାପରେ ମୁଁ ଆଉ କୁଆଡେ ରାତିରେ ଧର କାମୁଡିଛି ହୁଁ କାମୁଡିକି ବିଛଣା ତଳେ ଶୋଇଛି ମୁଁ ସକାଳୁ ଉଠିକି ଗାଧେଇ ପାଧେଇ ଠାକୁରଙ୍କୁ ଟିକେ ପୂଜା ପୂଜି କରି ହୁଁ ବସିଲା ବେଳକୁ ଦେଖିଲା ବେଳକୁ ଗୋଡରେ ଦାଗ ଦିଟା। ହୁଁ ସେଠୁ ତାମାନେ ଦାଗ କି ସାପ ସେଟା? ସେଟା ଆମର ହଉଛି କଣ କହିଲେ ତାକୁ ଚନ୍ଦ୍ର ନାଗ ବୁଲିକି। ଚନ୍ଦ୍ରନାଗ ଚନ୍ଦ୍ରନାଗ କାମୁଡ଼ିଲା ତୁ ବଞ୍ଚିଲୁ କେମିତି? ସେଇ ତ କଥା। ହଁ ତାପରେ ସେ ସାପଟାକୁ ନା ଜଣେ ଶୋଇଥିଲା ତା ବିଛଣା ତଳେ ଶୋଇଛି। ହୁଁ ସେଠୁ ସେ ସାପଟାକୁ ଧରିକି ତାକୁ ମୁଁ ଗୋଟେ ଡବାରେ ପୁରେଇକି ନେଇକି ଛାଡିଲି ଗୋଟେ ନଈ ହୁଡାରେ। ହୁଁ ଛାଡି ସାରିଲା ପରେ ତାପରେ ଆରଡି ଗଲି କୁଣ୍ଡ ଜଳ ପାଦୁଆ ଟିକେ ପିଇଲି। ହୁଁ ତାପରେ ମେଡିକାଲ ଯାଇକି ବ୍ଲଡ ଟେଷ୍ଟ କଲି ସେ ସବୁ କିଛି ନଥିଲା ବିଷ ଫିସ। ହୁଁ ତାପରେ ତ ମାନେ ମାସେ ଯିବନି 2 ମାସ ଯିବନି 15 ଦିନ ଯିବନି ଧର ମୁଁ ଏଇଭଳିଆ ଦେହରେ ଦାଗ ଦେଖିଲି। ସେ ରାତିରେ? ହଁ ସେଇ ଯାହା ହବ ସେଇ ରାତିରେ ହଉଛି। ହୁଁ ମାନେ ଶୋଇ ସାରିଲା ପରେ। ହୁଁ ତାପରେ ଏ ପୁଣି ହେଇତ ଗଲା ଶନିବାର ଦିନ ହେଇତ ରାତିରେ ଗୋଟେ କାମୁଡିଛି ଜଙ୍ଘକୁ। ହୁଁ ଆଉ ତା ସେ ପୂର୍ବ ଯୋଉ ମାସରେ କାମୁଡିଥିଲା। ଶନିବାର ଶୁଣୁ ଶନିବାର ଦିନ ଯୋଉ ସାପଟା କାମୁଡ଼ିଲା ସେଇ ଚନ୍ଦ୍ରନାଗ ନା ଅନ୍ୟ ସାପ? ସାପ ଆଉ ଦେଖୁନି ମୁଁ ଆଉ ଖାଲି ଦାଗ ନା ଦେଖ ହଁ ଖାଲି ଯାହା ଦାଗ ଦେଖିଲି। ଆଚ୍ଛା ହଉ। ପ୍ରଥମ ଯୋଉନ କାମୁଡିଥିଲା ଦେଖିଥିଲି ସାପ। ହୁଁ ହୁଁ କିନ୍ତୁ ତାପରେ ଯେତିକି ଥର କାମୁଡ଼ିଲାନି ଆଉ ଦାଗ ଦେଖିଲି ଆଉ ସାପ ଦେଖିପାରୁନି ଆଉ। ଖାଲି ଦାଗ ଦେଖୁଛୁ। ଖାଲି ଯା ଦାଗ ଦେଖୁଛି। ହୁଁ ସେ ଦାଗ ସବୁ ଫଟୋ ଉଠେଇ ରଖିଛୁ? ଆଜ୍ଞା ଛାଡିବୁ ତ ମୋ ଆଡକୁ ଦେଖିବା। ଆଜ୍ଞା ଏଇ ନମ୍ବର ତ? ଏଇଟା ହଉଛି ନମ୍ବର ଏଇଥିରେ ତୁ ସବୁ ଛାଡିବୁ ଦେଖିବା। ଆଜ୍ଞା ହଁ ଇଏ ହେଲା ଆଉ ଗୋଟେ କଥା ଆଉ ଶୁଣୁ ଆମର ହଁ କହ। ତାପରେ ମୁଁ ମାନେ ବହୁତ ଯୋଉ ମାନେ ଯାଇଥିଲି ଆମର ଏଠିକି କୋଉଠିକି କହିଲ? ହୁଁ ଯୋଉ ହରିହର କ୍ଷେତ୍ର ଯୋଉ ବାବା ଅଛନ୍ତି। ହୁଁ ସେଠିକି ଯାଇଥିଲି ସେ କହିଲେ ତୁ ଯା ତୋର ଅ ଦେଇ ବହୁତ କାମ ଅଛି ତୁ ଏଇଖାଁ ସେ ସବୁ କଥା ମୁଣ୍ଡରେ ପୁରାନା ତୁ ପଳା ଏଠୁ। ହୁଁ ମୁଁ ପଳେଇ ଆସିଲି ଆଉ କିଛି ମୁଁ ଆଉ ମୋର ହୋଟେଲରେ ଡ୍ୟୁଟି କରିଛି ମୋର ଆଉ ମୋର ବି ହୋଟେଲ କାମ। ହୁଁ ଆଉ ସଦାବେଳେ ବି ସେଇ ଆଇଁଷ ମାଇଁଷରେ ଘାଣ୍ଟି ଘୁଣ୍ଟି ହଉଛି। ହୁଁ ତାପରେ ମୋର ଟିକେ ସେଇଆଡେ ଟିକେ ମୋର ବେଶୀ ଭକ୍ତି। ହୁଁ ଆଉ ସବୁ ଜିନିଷ ଗୁଡାକ ମାନେ ସେ ଯୋଉ ଇଏ ଗୁଡାକ ମୁଁ ସବୁ ଦେଖେ ତାକୁ ସବୁ ଯାଜପୁର କୋଉ ଗାଁ ତମ ଘର? ଯାଜପୁର ଆମ ମଙ୍ଗଳପୁର ଜାଣିଛନ୍ତି? ହଁ ମଙ୍ଗଳପୁର ଜାଣିଛି ନା କଣ ମଙ୍ଗଳପୁର କୋଉ ଜାଗା କୋଉ ଗାଁ? ଅ ମଙ୍ଗଳ ମୁରାରୀପୁର ଆମ ଘର ଗାଁ। ଆଁ କୋଉ ଗାଁ? ମୁରାରୀପୁର। ମୁରାଇପୁର। ଆଜ୍ଞା। ସେଟା କୋଉଠି ମଙ୍ଗଳପୁର କେତେ ବାଟ? ମଙ୍ଗଳପୁରରୁ 3 କିଲୋମିଟର ଆଉ। ଆଚ୍ଛା ମଙ୍ଗଳପୁର 3 କିଲୋମିଟର କୟାଗଲ ଆଡକୁ ନା କୁଆଡକୁ? ନା ଆମର ଯୋଉ ଓମେନ୍ସ କଲେଜ ଅଛି। ହଁ ଅଛି। ସେଇ କଲେଜରେ ପାଲ୍ଟପୁର ଜାଣିଛନ୍ତି ମୁଁ ପାଲ୍ଟପୁର? ପାଲଟପୁର ଜାଣିଛି। ପାଲ୍ଟପୁର ହଉଛି ଆମ ପଞ୍ଚାୟତ ପାଲ୍ଟ। ଆଚ୍ଛା ହଉ ଠିକ ଅଛି ତୁ ଗୋଟେ କଥା କର ତୁ ଏଠିକି ଆସିବୁ ହେଲା। ଆଜ୍ଞା। ଆଉ ତୋର ଫଟୋ ଯେତେ ଫଟୋ ଉଠେଇଛି ସବୁ ଗୁଡାକ ପଠା ମୋ ହ୍ୱାଟ୍ସଆପ ରେ। ଆଜ୍ଞା। ସବୁ ଗୁଡାକ ହ୍ୱାଟ୍ସଆପ ରେ ପଠା ପଠେଇ ସାରିଲା ପରେ ତୁ ଏଠିକି ଆସିବୁ ହେଲା। ହେଲା ଆଉ ଆମର ଯୋଉ ଆମର ଏଠିକି କହିନାହିଁ ତ ଯାଇଥିଲି କଥା ସରିନାହିଁ ତୁ ତ କହିସାରିଲୁ। ହଁ କୁହନ୍ତୁ କୁହନ୍ତୁ। ବାନ୍ଧି ସାରିଲା ପରେ ତାପରେ ସେ ବିଭୂତି ଦିଆଯିବ ତୁ ବିଭୂତି ପାଇବୁ ଆଜ୍ଞା ହେଲା। ବିଭୂତି ପାଇବୁ ତା ମୋର ବିଶ୍ଵାସ ଆଉ ସିଏ କାମୁଡିବନି କି ଆଉ ଆସିବନି ହେଲା। ଆଜ୍ଞା। ହଁ ମୋଟେ ଆଉ ଆସିବନି ମୁଁ ସେଇ ତତେ ଗୋଟେ ପାଦୁକା ପାଣି ଦିଆଯିବ। ଆଜ୍ଞା। ସେ ପାଦୁକା ପାଣି ପାଇବୁ ଆଉ ବିଭୂତି ପାଇବୁ ଆଉ ତୁ ଆକୁ କରିବୁ ଏଇଟା 6 ମାସ ଖଣ୍ଡ କରିବୁ। ଆଜ୍ଞା ଆଉ ଯେଟା ହାତରେ ଥିବ 6 ମାସ ଖଣ୍ଡ ବିଭୂତି ଆଉ ପାଦୁକା ପାଇବୁ ହେଲା। ଆଜ୍ଞା। ବିଭୂତି ପାଦୁକା ପାଇଲା ଭିତରେ ଆଉ ସେ କାମୁଡିବ ନାହିଁ। ହେଲା ଆଉ ଆଜ୍ଞା ଯଦି ବି କିଛି ଆକ୍ରୋଶ ଦେଖୁ ତୁରନ୍ତ ମୋ ପାଖକୁ ପଳେଇ ଆସିବୁ। ହେଲା ଆଜ୍ଞା। ପଳେଇ ଆସିବୁ ତାର ମୁଁ ପୁଣି ଧ୍ୟାନରେ ବସିକି କଣ ଭଲ ମନ୍ଦ ତାକୁ ସବୁ ଦେଖିବି। ତୁ ଆସିଲା ପରେ ମୁଁ ଆଗେ ଧ୍ୟାନରେ ବସିକି ତାର ଡିଟେଲ ଖବର ଗୁଡା ସବୁ ବୁଝେ। ମୁଁ ଛୁଟି ନେଇକି ଯିବି 20 ତାରିଖ ହୁଁ ଆପଣଙ୍କ ପାଖକୁ ମୁଁ ଯିବି ଆଉ। ଯୋଉ ଦିନ ଆସିବୁ ପୂର୍ବ ଦିନ ଫୋନ କରିବୁ ମୁଁ କୁଆଡେ ଥିବି ନଥିବି ପୁଣି ନାନାଦି କଥା। ଆଜ୍ଞା ଆଜ୍ଞା। ଆଉ ଫୋନ କରିକି ଆସିବୁ କଥା ହବା।
ଆଉ ମାଆକୁ ବି ସେଇ କଥା କହିଲି, ମା କହିଲା ତୁ ପଚାରିକି ଦେଖେ ବୁଝୁ କଣ ହଉଛି। ମୁଁ ଏଇଖିଣା ପଠେଇ ଦଉଛି ଆପଣଙ୍କ ପାଖକୁ। ଫଟୋ ଗୁଡ଼ା ପଠେଇଦେ।